ओम शांति। सद्गुरु पिता परमात्मांकर पवित्र आत्मिक संतान मानंकु पवित्र रक्षाबंधनर शुभ अवसर रे हार्दिक शुभ अभिनंदन, शुभ भावना, शुभ कामना, शुभेच्छा, सुप्रभात, सुस्वागतम। पवित्रता और स्नेहर प्रतीक रक्षाबंधन एपरी एक बंधन जहाँकि अन्य समस्त बंधनरु मनुष्य आत्मा मानंकु मुक्ति प्रदान करिथाए। एभली पवित्र दिवसरे एही बंधनरे बांधी हुई आमे स्वयं पवित्रतार सागर भगवानंक सहित संयुक्त हेवा सह तांकर शीतल छायार अनुभव करि परिबा। एही पर्व आम समस्तंकु एई प्रेरणा दिए जे जीवन को आध्यात्मिक मूल्य द्वारा भरपूर करी शांति एवं शुभ भावनार रंग लगाई व्यवहार रे स्नेह, सहानुभूति, दिव्यता और मधुरता आदि दिव्य गुण को धारण करी संस्कार परिवर्तन द्वारा सारा संसार परिवर्तनर श्रेष्ठ कार्य रे सहयोगी हेबा। समस्ते मिलिमिशि भारत माँ को राखी बांधिबा एवं रावण भली नकारात्मक शक्ति कबलरू रक्षा करी वास्तविक स्वाधीनता आनीदेवा। भारत माँ को स्वर्ण भारत रे परिणत करिबा। निज परिवार सहित सारा विश्व को सुख आउ शांति प्रदान निमंते योगदान करिबा। तेबे एही राखी पर्वर वास्तविकता को बुझिबा पाई सत्य पितांकर एही सत्य आत्मिक पाठ पढ़ा को धारण करिबा आवश्यक। एही पाठ पढ़ा को धारणा करिबा पाई बुद्धि मध्य स्वच्छ पवित्र हेबा दरकार। तेणु पवित्रतार राखी बांधी अर्थात पवित्रतार प्रतिज्ञा करी पवित्र हेले ही पवित्र दुनिया सत्य युगर राजतिलक प्राप्त होई पारिबो। जेपरी कौनसी मुख्य स्थान को जीवा पाई हेले बा एग्जाम हॉल को जीवा पाई हेले परिचय पत्रर आवश्यकता थाए, ठीक सही परी एही कल्याणकारी पुरुषोत्तम संगम जुगरे आम आत्मिक संतान मानंकु परमात्मा पितांक द्वारा परिचय पत्र प्रदान करा जाउछि नूतन सत्ययुगी पवित्र स्वर्ग दुनिया को जीवा पाई। तेबे जेउ संतान माने सत् पितांकर सत् शिक्षा को उपयुक्त भावरे धारण करी सेही अनुसारे बा भगवानंकर श्रीमत अनुसारे चाली थांती, शिव बाबांकर सच्चा संतान होई थांती, सेही मानंकु ही परिचय प्राप्त होई थाए अर्थात परिचय पत्र मिली थाए। तेबे एही सत् शिक्षा को जीवन रे धारण सेही माने ही करि परिबे जेउ माने पवित्रतार प्रतिज्ञा करी ताकू ठीक भावरे पालन करी बुद्धि रूपी झुलामणि को स्वच्छ रखि थांती। जदि वर्तमान समय रे पवित्रतार प्रतिज्ञा करिबो तेबे जाई बुद्धि सत्य जुगी हुई पारिबो। पवित्रतार प्रमाणपत्र नेबा पाई
ବାବାଙ୍କର ରାୟ ହେଲା ପିଲାମାନେ ଅନ୍ୟ ସବୁଥିରୁ ନିଜର ବୁଦ୍ଧି ଯୋଗ ତୁଟାଇ ଜ୍ଞାନର ଚିତା ଉପରେ ବସ। ଏକମାତ୍ର ମାତା ପିତାଙ୍କୁ ଅନୁକରଣ କର। ପବିତ୍ର ରହିବାକୁ ହିଁ ପଡ଼ିବ। ଏହି ପ୍ରତିଜ୍ଞା କର। ବାବାଙ୍କ ସାଥିରେ ସତ୍ୟତାର ସହିତ ଚାଲ। କେବଳ ପରମ୍ପରା ପାଳିବା ହିସାବରେ ଭଉଣୀ ଭାଇ ହାତରେ ଖାଲି ରଙ୍ଗ ବେରଙ୍ଗର ରାକ୍ଷୀ ବାନ୍ଧି ମିଠା ଖୁଆଇ ଆନନ୍ଦ ଉତ୍ସବ ମନାଇଲେ ଯେ ରକ୍ଷାବନ୍ଧନର ଉଦ୍ଦେଶ୍ୟ ପୂରଣ ହୋଇପାରିବ ତାହା ନୁହେଁ। ଯେତେବେଳେ ସାରା ଦୁନିଆ ପତିତ ଅପବିତ୍ର ଅର୍ଥାତ୍ ପଞ୍ଚବିକାରର ବଶୀଭୂତ ହୋଇଯାଇଛି, ତେଣୁ କେବଳ ଭଉଣୀ କାହିଁକି ଉଭୟ ଭାଇ ଭଉଣୀ ହାତରେ ଏବଂ ଭଉଣୀ ଭାଇ ହାତରେ ପ୍ରତ୍ୟେକ ପବିତ୍ରତାର ରକ୍ଷା ବାନ୍ଧି ଏହି ପବିତ୍ରତାର ପ୍ରତିଜ୍ଞା କରିବା ଆବଶ୍ୟକ। ପବିତ୍ର ହୋଇ ସାରା ବିଶ୍ୱକୁ ପବିତ୍ର କରିବାର ଦୃଢ଼ ନିଶ୍ଚୟ ବା ଦୃଢ଼ ସଂକଳ୍ପ କରିବା ଆବଶ୍ୟକ। ତେବେ ଯାଇ ପାଞ୍ଚ ବିକାର ରୂପୀ ମାୟା ସମ୍ପୂର୍ଣ୍ଣ ରୂପେ ବିଦାୟ ନେଇଯିବ ଏବଂ ବାସ୍ତବ ରକ୍ଷାବନ୍ଧନର ଉଦ୍ଦେଶ୍ୟ ପୂରଣ ହୋଇପାରିବ। ସେଥିପାଇଁ ଭଗବାନ କହୁଛନ୍ତି, ଶିବ ବାବାଙ୍କ ପାଖରେ ପ୍ରତିଜ୍ଞା କରି ତାକୁ ଭଙ୍ଗ କରିବାର ନାହିଁ। ପବିତ୍ରତା ଏବଂ ସତ୍ୟ ପାଠ ପଢ଼ା ଦ୍ୱାରା ଆତ୍ମାକୁ ସତ ପ୍ରଦାନ କରିବାକୁ ହେବ। ସୃଷ୍ଟିର ଅଟଳ ନିୟମ ଅନୁସାରେ ଯୁଗ ପରେ ଯୁଗ ପରିବର୍ତ୍ତନ ହେଇ ଚାଲିବ, କିଏ ଚାହୁଁ ବା ନ ଚାହୁଁ। ଏବେ ଏହି କଳିଯୁଗୀ ଦୁନିଆର ପରିବର୍ତ୍ତନ ହୋଇ ସତ୍ୟଯୁଗୀ ସତୋ ପ୍ରଧାନ ଦୁନିଆ ସ୍ଥାପନ ହେବ। ତେଣୁ ଏହି ପୁରୁଣା ଦେହର ସମ୍ବନ୍ଧ, ବସ୍ତୁ, ବୈଭବ ସବୁ କିଛିକୁ ବୁଦ୍ଧିରୁ ହଟେଇବାକୁ ହିଁ ପଡ଼ିବ। ଅଶରୀରୀ ଅର୍ଥାତ୍ ଆତ୍ମା ହେବାର ଅଭ୍ୟାସ କରିବାକୁ ହେବ। ଯୋଗବଳ ଦ୍ୱାରା ମାୟାର ତୋଫାନ ଗୁଡ଼ିକ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ। ଶିବ ବାବା କହୁଛନ୍ତି, ନିଜକୁ ବିଶ୍ୱ କଲ୍ୟାଣ ପାଇଁ ନିମିତ୍ତ ମନେ କରି ବ୍ୟର୍ଥଠାରୁ ମୁକ୍ତ ରହୁଥିବା ବାବାଙ୍କ ସମାନ ଆତ୍ମା ହୁଅ। ଶିବ ବାବା ଯେପରି ବିଶ୍ୱ କଲ୍ୟାଣକାରୀ ଅଟନ୍ତି, ସେହିପରି ତୁମେ ପିଲାମାନେ ମଧ୍ୟ ବିଶ୍ୱ କଲ୍ୟାଣ ପାଇଁ ନିମିତ୍ତ ଅଟ। ତୁମର ଶୁଦ୍ଧ ମନୋବୃତ୍ତି ଦ୍ୱାରା ହିଁ ବାୟୁମଣ୍ଡଳ ପରିବର୍ତ୍ତନ ହେବ। ଧ୍ୟାନ ରହୁ, ଯେପରି ଗୋଟିଏ ସେକେଣ୍ଡ ମଧ୍ୟ ସଂକଳ୍ପକୁ ବା ବୃତ୍ତିକୁ ବ୍ୟର୍ଥ ଯିବାକୁ ନ ହୁଏ। ଏପରିକି ନିନ୍ଦା କରୁଥିବା ଆତ୍ମା ପ୍ରତି ମଧ୍ୟ ଶୁଭ ଭାବନା ରହିବା ଦରକାର। ତେବେ ଯାଇ କୁହାଯିବ, ବ୍ୟର୍ଥଠାରୁ ମୁକ୍ତ ବାବାଙ୍କ ସମାନ ସ୍ଥିତି ଶ୍ରେଷ୍ଠ ସ୍ଥିତି। ସହଯୋଗର ଶକ୍ତି ଦ୍ୱାରା ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇପାରିବ। ଆଚ୍ଛା, ଆଜି ପାଇଁ ଆମେମାନେ ଏଇଠାରେ ବିରାମ ନେବା। ପୁନଃ ପବିତ୍ର ରକ୍ଷାବନ୍ଧନର ଶୁଭକାମନା କରି ସାରା ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ କାମନା କରି ଆମେମାନେ ଏଇଠାରେ ବିରାମ ନେବା। ସାରା ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ ହେଉ। ସମସ୍ତେ ସୁଖ ଆଉ ଶାନ୍ତିର ଅନୁଭବ କରନ୍ତୁ। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।